तुषारहार धवला या शुभ्रवस्त्रावृता या वीणावरदण्डमण्डितकरा या श्वेतपद्मासना या ब्रह्माच्युतशङ्करप्रभृतिवीरदेवै सदा वन्दिता सा मां पातु मीरा भगवती निःशेषजाड्यापहा। ॐ सर्वगणे सर्ववरदे सर्वदुष्टभयङ्करी सर्वदुःखहरे देवी महामीरा नमोऽस्तुते। सिद्धिबुद्धिप्रदे देवी भुक्तिमुक्तिप्रदायिनी मन्त्रमूर्ते सदा देवी महामीरा नमोऽस्तुते। आद्यन्तरहिते देवी आद्यशक्ते महेश्वरी योगदे योगसम्भुते महामीरा नमोऽस्तुते महामीरा नमोऽस्तुते। माँ आम पढ़ुले मातृ रचनावली भाग 10 ज्ञान 51 जो प्रभु लिखते सदाचार जनित कोप संपर्क मुझे शुणे से आत्म प्रवंचना मनीषर सामर्थ्य देखी विस्मय प्रकाश करे। आम जहाँ गोटे पार्ट आलोचना कर सारी माँ वर्णना कर निजको आपना को प्रतारित करिवार दुईटी मार्ग रही भिन्न भिन्न मार्ग रही। आमे लिखुंट माँ कहते तुम्हें जेते दूर पर्यंत साधारण स्तर चेतना दृष्टिकोण जीवन एवं भावना पद्धति सहित निजको युक्त करी रखिच सेतिकी परिमाण रे तुम्हें मध्य सही परी आचरण करिवार एक संभावना रही। तुम भितर सेगुड़िक अंतरित रही। तुम्हें जो सबु गुणर अर्जन पर उद्यम करुच सेगुड़िक एसबुर आरपट परी एगुड़िकर संगे संगे रही। से कहते जे आमे जेते पर्यंत साधारण चेतनार स्तर रे रही सेतेबेले गुण आउ अगुण दुईटी जाक आम सहित थाए। तेणु सेतेबेले आमे अन्य कहार अगुण देखिकी ताकू समालोचना करिबा बा निज भितरे जो प्रकाशित हुए अगुणटी से अगुण को गोटे प्रकार जुक्ति बा नीतिर दुहाई दे बा गोटे उत्तम आचरण दुहाई दे ताको लिपा पोछा करिबा बा ताको गोटे महिमान्वित करवा होची आमर बोकामी। तार अर्थ होची आमे कौन करुछंती से अगुणटी को समर्थन करुछंती ताफल अगुणटी अधिक शक्तिशाली हुए। तेणु सेठी से आमको दीटा जाक कथा कहते गोटे कथा कहले तुम गुण सहित अगुणटी सांग होगी रही थाए। तेणु अगुण को केबे भी समर्थन कर नाही कहते सेगुड़ाक सब लिखुं तार विपरीत सर्वदा तुम भीतर सुप्त हो रही थाए। तेणु ताकू केबे भी समर्थन कर नाही। ये जेते हम समर्थन करचंदी ता माने निजको निजे ठकुचंदी। कहीं आमे उच्चतर चेतना को गले सेतेबेले एई निजको समर्थन करिवार जो प्रकार टेंडेंसी बा जो प्रकार आम भितर गोटे स्पंदन से स्पंदन टी सेतेबेले न था। तेणु गुण अगुण आम भितर रही थाए। ये हला गोटे मार्ग रे आउ गोटे मार्ग कथा कहउचंती जे तुम भितर मन रखिवा जे तुमे जो भली अनुभव मध्यरे वास करुच जो भली अनुभव मध्यरे वास करुच
ଅନ୍ୟ ମାନଙ୍କର ଆଚରଣରେ ତୁମେ ଯେଉଁଭଳି ପ୍ରତିକ୍ରିୟା ଦେଖାଉଛ, ତେଣୁ ଏଇ ଯୋଉ ବିରୋଧ ଭାବ ଇଏ ସବୁ ହଉଛି କଣ ନା ପ୍ରାଣର ଏକ ବିକୃତି। ଲେଖୁଛନ୍ତି ପ୍ରାଣିକ ଶକ୍ତିର ଏକ ବିକୃତି ବୋଲି କୁହାଯିବ। ଏଇ ଯୋଉ କ୍ରୋଧ କରୁଛନ୍ତି ଏହାକୁ ହଉଛି ବିକୃତି, ଏବଂ ଏହା ଅନ୍ଧକାରାଚ୍ଛନ୍ନ ଓ ପୁନର୍ମୁକ୍ତି ଲାଭ କରିବାର ଆଦୌ କୌଣସି ସମ୍ଭାବନା ନଥିବା ପ୍ରାଣିକ ପର୍ଯ୍ୟାୟ। ତେଣୁ ଆମେ ସେଠି ଏଇଠି ସାରିଥିଲେ, ଏବଂ ଶେଷ ଲାଇନ ଯୋଉଟା ସାରିଥିଲେ ସେଟା ଥିଲା ଯେ ଅଧିକନ୍ତୁ ଯେକୌଣସି ପ୍ରକାରର ହିଂସାତ୍ମକତା ପରି କ୍ରୋଧ ମଧ୍ୟ ସର୍ବଦା ଦୁର୍ବଳତା, ଶକ୍ତିହୀନତା ଏବଂ ଅସମର୍ଥତାର ହିଁ ପରିଚୟ ଦେଇଥାଏ। ମା ଆଜି ପଢିବା। ମା ଲେଖୁଛନ୍ତି ଆମେ ଏହାକୁ ଆପଣାର ଯେଉଁ ସମର୍ଥନ ଦେଇଥାଉ ବା ଅତିରଞ୍ଜନ କରି ଏହା ସହିତ ଯେଉଁ ସବୁ ବିଶେଷଣ ପ୍ରୟୋଗ କରିଥାଉ, ଏଇଟା ମାଙ୍କର ଲେଖା ଦେଖନ୍ତୁ। ମା କହୁଛନ୍ତି ଆମେ ଖାଲି ସମର୍ଥନ ଦଉନା, ଆମେ ସମର୍ଥନ ଦବା ସହିତ ବିଶେଷଣ ପ୍ରୟୋଗ କରି ତାକୁ ଅତିରଞ୍ଜିତ କରିଥାଉ। ଯେମିତି କେଜଣ କୁହନ୍ତି, ସବୁ ଦେଖିବେ ଯେ ଅନ୍ୟର ମଙ୍ଗଳ ପାଇଁ ମିଛ କହିଲେ ସେଟା ମିଛ ନୁହଁ, ସେଟା ସତ। ଏଇ ପ୍ରକାରର ଆଉ କହନ୍ତି କଣ, ମୁଁ ଯୋଉ ତାକୁ ତା ପ୍ରତି ରାଗ କରୁଛି, ତାକୁ ଯୋଉ ଗାଳି ଦଉଛି, ତା ଭଲ ପାଇଁ ଗାଳି ଦଉଛି ନା ଆଉ କଣ ପାଇଁ? ନିଜର ଦୁର୍ବଳତାକୁ ଇଏ ହଉଛି ସମର୍ଥନ କରିବା, ତା ସହିତ କଣ ବିଶେଷଣ ପ୍ରୟୋଗ କରି ଅତିରଞ୍ଜିତ କରନ୍ତି। ବେଳେ ବେଳେ ଅନେକ ଉଦାହରଣ ମଧ୍ୟ ଦିଆଯାଏ, ତା ସହିତ ଯୋଡି ଦିଆଯାଏ। ଏହି କ୍ଷେତ୍ରରେ ସମ୍ପୂର୍ଣ୍ଣ ଭାବରେ ସେଇଥିରୁ ହିଁ ଆତ୍ମପ୍ରବଞ୍ଚନା ଜନ୍ମ ଲାଭ କରେ। ଏଇଠୁ ଆତ୍ମପ୍ରବଞ୍ଚନା ମାନେ ନିଜକୁ ନିଜେ ଠକିବା ଲାଭ କରେ। କାରଣ କ୍ରୋଧ କେବଳ ଅନ୍ଧ, ଅଜ୍ଞାନତାପୂର୍ଣ୍ଣ ଏବଂ ଆସୁରିକ କୌଣସି ବସ୍ତୁର ରୂପରେ ହିଁ ଆତ୍ମପ୍ରକାଶ କରେ, ଅର୍ଥାତ୍ ଯାବତୀୟ ଆଲୋକ ବିରୋଧୀ ରୂପ ଧରି ଆବିର୍ଭୂତ ହୋଇଥାଏ। ମାତ୍ର ଏହାକୁ ତଥାପି ସବୁଠାରୁ ଉତ୍ତମ ଦୃଷ୍ଟାନ୍ତ ବୋଲି କୁହାଯିବ। ଏହା ବ୍ୟତୀତ ଆଉ ଗୋଟିଏ ଦୃଷ୍ଟାନ୍ତ ବି ଅଛି। ଏପରି ଅନେକ ଇଏ ଗଲା ଗୋଟେ ଦୃଷ୍ଟାନ୍ତ। ଆଉ ଗୋଟେ ଉଦାହରଣ କହୁଛନ୍ତି, ଏପରି ଅନେକ ବ୍ୟକ୍ତି ଅଛନ୍ତି ଯେଉଁମାନେ କି ଅଜାଣତରେ କିମ୍ବା ସେମାନେ ଏଇଟି ଉପରେ ଦୃଷ୍ଟି ଦେବାକୁ ଇଚ୍ଛା ନ କରୁଥାନ୍ତି ବୋଲି ସେମାନେ ଆପଣାର ବ୍ୟକ୍ତିଗତ ସ୍ୱାର୍ଥ, ବ୍ୟକ୍ତିଗତ ଅଭିରୁଚି, ଆସକ୍ତି ଅଥବା ଅବବୋଧ ଗୁଡ଼ିକରେ ହିଁ ଅନୁଧାବନ କରିବାରେ ଲାଗିଥାନ୍ତି। କଣ କହୁଛନ୍ତି? ଆଉ ଗୋଟେ ଧରଣର ବ୍ୟକ୍ତି ରହିଛନ୍ତି ଯୋଉମାନେ କି ଅଜାଣତରେ ହେଇପାରେ କିମ୍ବା ସେମାନେ ଆଠାରୁ ଆଉ କିଛି ଅଲଗାକୁ ଦୃଷ୍ଟି ଦିଅନ୍ତି ନାହିଁ। ଆପଣ ଦେଖିବେ ଯୋଉମାନେ ସାଧାରଣ ଜୀବନ ଯାପନ କରୁଛନ୍ତି, କହନ୍ତି ନା ତେଲ ଲୁଣ ସଂସାରରେ ସେମାନେ ଭାରି ବ୍ୟସ୍ତ ଥାନ୍ତି। ସେମାନେ ଆଉ କିଛି ଉର୍ଦ୍ଧ୍ୱ କଥା ଭିତରେ ତାଙ୍କର ମୁଣ୍ଡ ପଶେନି, ତାଙ୍କର ମୁଣ୍ଡରେ ପଶେନି, ସେମାନେ ଧାରଣା କରିପାରନ୍ତି। ଇଏ ହେଲେ ଗୋଟେ କାଟାଗୋରୀ ଅଜାଣତରେ। ସେ ଆଉ ଗୋଟେ କେତେଟା କାଟାଗୋରୀ ଥାନ୍ତି, ସେମାନେ ଜାଣନ୍ତି ଯେ ଆଉ ଗୋଟେ କିଛି ନୂତନ ଜିନିଷ ଅଛି, କିନ୍ତୁ ସେ ତାକୁ ଜାଣିକରି ସେ ଭିତରୁ ସେ ଆଡକୁ ଦୃଷ୍ଟି ଦିଅନ୍ତି ନାହିଁ, ତାକୁ ସେମାନେ ଗୁରୁତ୍ୱ ଦିଅନ୍ତି ନାହିଁ, ମହତ୍ଵ ଦିଅନ୍ତି ନାହିଁ। ସେମାନେ ହଉଛନ୍ତି କଣ ନା ବ୍ୟକ୍ତିଗତ ସ୍ୱାର୍ଥ, ବ୍ୟକ୍ତିଗତ ଅଭିରୁଚି, ଆସକ୍ତି ଅଥବା ଅବବୋଧ ଗୁଡ଼ିକରେ ସେମାନେ ଅନୁଧାବନ କରିବାରେ ଲାଗିଥାନ୍ତି। ତେଣୁ ଏହିପରି ଅନେକ ବ୍ୟକ୍ତି ଯେଉଁମାନେ କି ଆପଣାକୁ ସମ୍ପୂର୍ଣ୍ଣ ଭାବରେ ଦିବ୍ୟ ପରମସତ୍ତାଙ୍କ ପାଖରେ ନିଜକୁ ଉତ୍ସର୍ଗ କରିପାରି ନଥାନ୍ତି, ଏମାନେ ଭଗବାନଙ୍କ ପାଖରେ ନିଜକୁ ଉତ୍ସର୍ଗ କରିପାରି ନଥାନ୍ତି ଏବଂ ଆପଣାର ବ୍ୟକ୍ତି ଆବେଗ ଗୁଡାକୁ ଲୁଚେଇ ରଖିବା ପାଇଁ ନାନା ନୈତିକ ତଥା ଯୋଗ ସମ୍ବନ୍ଧୀୟ କଥାକୁ କାମରେ ଲଗାଉଥାନ୍ତି। ଏଇମାନେ ହଉଛନ୍ତି ଭାରି ଡେଞ୍ଜର। ଏଇମାନେ ହଉଛନ୍ତି ଭାରି ଡେଞ୍ଜର। କଣ? ଆପଣାର ବ୍ୟକ୍ତି ଆବେଗ ଗୁଡାକୁ ଲୁଚାଇ ରଖିବା ପାଇଁ ନାନା ନୈତିକ ତଥା ଯୋଗ ସମ୍ବନ୍ଧୀୟ କଥାକୁ କାମରେ ଲଗାଉଥାନ୍ତି। ଏଗୁଡାକ ସବୁ ବିଶେଷ ଆପଣ ପାଇବେ। ଆମେ ଏଇମାନଙ୍କୁ କହୁଛୁ ଭଣ୍ଡ ସାଧୁ ବୋଲି, ଏଇମାନଙ୍କୁ କହୁ। ଆପଣ ମଠ ମାନଙ୍କରେ ହଉ ବା ଆମ ଏବେ ଯୋଉ ନୂତନ ପ୍ରକାରର ଯୋଉ ପନ୍ଥ, ଯୋଉ ଆଧ୍ୟାତ୍ମିକ ଅନୁଷ୍ଠାନ ବା ଧାର୍ମିକ ଅନୁଷ୍ଠାନ ବାହାରିଲାଣି, ସେଥିରେ ବି ହଉ ବଡ ବଡ ସାଧୁ ବୋଲି ବୋଲାଉଥିବେ, କିନ୍ତୁ ଆଚରଣରେ ତାଙ୍କର ପରିପ୍ରକାଶ କରୁନଥାନ୍ତି। ସେମାନେ କଣ କରନ୍ତି? ସାଧନା କରୁଛନ୍ତି, ତପସ୍ୟା କରୁଛନ୍ତି ବୋଲି ଘର ସଂସାର ଛାଡି ମଠରେ ଆଶ୍ରମରେ ରୁହନ୍ତି, କିନ୍ତୁ
ସେମାନେ ନିଜକୁ ନିଜର ବ୍ୟକ୍ତିଗତ ସ୍ୱାର୍ଥକୁ ଚରିତାର୍ଥ କରିବା ପାଇଁ ସେମାନେ ଆଶ୍ରମକୁ ମଠକୁ ଭଗବାନଙ୍କୁ ବ୍ୟବହାର କରନ୍ତି। ଏଇମାନେ ହଉଛନ୍ତି ଡେଞ୍ଜରସ୍। ମା ଲେଖୁଛନ୍ତି ଆପଣାର ବ୍ୟକ୍ତି ଆବେଗ ଗୁଡାକୁ ଲୁଚାଇ ରଖିବା ପାଇଁ ନାନା ନୈତିକ ତଥା ଯୋଗ ସମ୍ବନ୍ଧୀୟ କଥାକୁ କାମରେ ଲଗାଉଥାନ୍ତି। ଯୋଗ ସମ୍ବନ୍ଧୀୟକୁ ଉଦାହରଣ ଦେଇକି ତାକୁ ସବୁ ସୁନ୍ଦର ରୂପ ଦିଅନ୍ତି। ଯେମିତି କହନ୍ତି କଣ ଯେ ନିଜେ ରାଗିବେ ଯେତେବେଳେ କହିବେ ଏଇଟା ଦିବ୍ୟ କ୍ରୋଧ, ମୋ ଭିତରେ କାଳୀଙ୍କର ଶକ୍ତି ପରିପ୍ରକାଶ ହେଲା। ଯୋଉ ବ୍ୟକ୍ତି ଭିତରେ ଯଦି ସତରେ ଭଗବାନ ତାକୁ ଯନ୍ତ୍ର କରି ତାଙ୍କ ଭିତରେ ପରିପ୍ରକାଶ ହେଇଥିବେ ତେବେ ସିଏ ଜମାରୁ ତାକୁ ନେଇକି କେବେ ବାହାସ୍ପଟ ମାରିବ ନାହିଁ। ତାପରେ ଆଉ କେତେ ଜଣ ଅଛନ୍ତି କହନ୍ତି କଣ ମୁଁ କଣ ବାହାସ୍ପଟ ମାରୁଛି। ଏଇ ଯୋଉ ବ୍ୟକ୍ତି ଯୋଉମାନେ କି ନିଜ ଆବେଗକୁ ଲୁଚାଇ ରଖିବା ପାଇଁ ଯୋଗ ସମ୍ବନ୍ଧୀୟ କଥାକୁ କାମରେ ଲଗାନ୍ତି, ମା କହୁଛନ୍ତି ଏଇ ବ୍ୟକ୍ତି ମାନେ ନିଜକୁ 2 ଗୁଣ ପ୍ରତାରିତ କରି ରଖିଥାନ୍ତି। ତାମାନେ ଏଇ ଯୋଉମାନେ ଏଇ କାଟାଗୋରୀର ଲୋକ ସେମାନେ ନିଜକୁ 2 ଗୁଣ ପ୍ରତାରିତ କରନ୍ତି, ମାନେ ନିଜକୁ ଠକନ୍ତି ଯେ 2 ଗୁଣା ଠକ ସେମାନେ। ଆଉ ବେଳେ ବେଳେ ଆପଣ ଶୁଣିଥିବେ ମୁଁ ସମସ୍ତଙ୍କୁ ବିଶ୍ୱାସ କରେ, ମତେ କିଏ ଠକିଲା ନ ଠକିଲା ମୁଁ ସିଏ ତାର ଠକୁଛି ନା, ଆଉ ମୁଁ ସମସ୍ତଙ୍କୁ ବିଶ୍ୱାସ କରେ। ଇଏ ହଉଛି ଏକ ମୂର୍ଖାମିର ପରିଚୟ। ଏଇଟା ହଉଛି ନିଜକୁ ଠକାମି। ମା ଯୋଉଟା ଲେଖୁଛନ୍ତି 2 ଗୁଣ ପ୍ରତାରିତ। ତମେ ତମ ପାଖକୁ ଆସୁଥିବା ଲୋକକୁ ଚିହ୍ନି ପାରୁନାହଁ, ସେଇଟା ତୁମର ଦୁର୍ବଳତା। ତମେ ତାକୁ ଗୋଟେ ମହିମାନ୍ୱିତ କରୁଛ। ମା ସେଥିପାଇଁ ଲେଖିଲେ କଣ ଏମାନେ ଯୋଗ ସମ୍ବନ୍ଧୀୟ କଥାକୁ ନେଇକି ତାକୁ ଘୋଡେଇ ଦିଅନ୍ତି ନିଜର ଆବେଗକୁ, ନିଜର ଦୁର୍ବଳତାକୁ। ଆମେ ଏବେ କିଛି ସମୟ ପୂର୍ବରୁ ଜଣଙ୍କ ସହିତ ଆମେ କଥା ହଉଥିଲୁ। ବଢିଆ କଥାଟି ଆଲୋଚନାରେ ଭିତରେ ଆସିଲା ଯେ ମନେ କରାଯାଉ ମୁଁ ଗୋଟେ ସ୍ଥାନରେ ବସିଛି, ଯୋଉ ସ୍ଥାନରେ କି ମତେ ମୋ ପାଖକୁ ଲୋକ ଆସୁଛନ୍ତି ଏବଂ କାମ ମୋ ପାଖରେ ଅଛି ଏବଂ ସେମାନଙ୍କୁ ପଇସା ଦେବାକୁ ପଡୁଛି ଏବଂ ସେମାନେ ସହିତ ମୋର ଡିଲ୍ କେମିତି ହବ। ବର୍ତ୍ତମାନ ଆସିଲା କଣ ମୁଁ ଗୋଟେ ଦୟାଳୁ ବ୍ୟକ୍ତି, ଧାର୍ମିକ ବ୍ୟକ୍ତି କୁହନ୍ତୁ, ଦୟାଳୁ ବ୍ୟକ୍ତି କୁହନ୍ତୁ, ବା ଟିକେ ସଫ୍ଟ କର୍ଣ୍ଣର ଯୋଉ କହନ୍ତି ଅଛି। ବର୍ତ୍ତମାନ ମୋ ପାଖକୁ ଗୋଟେ ବ୍ୟକ୍ତି ଆସିଲେ ତାଙ୍କର 450 ଟଙ୍କା ହେଇଛି ଡ୍ୟୁ। ଯୋଉ ଯାହା ବି ଔଷଧ ନିଅନ୍ତୁ, ଜିନିଷ ନିଅନ୍ତୁ, ମୁଁ କୌଣସି ଗୋଟେ ଜାଗାରେ, କିନ୍ତୁ ସେ ଏମିତି ଆକ୍ଟିଂ କଲେ, ଏମିତି ରୋଲ କଲେ ଯେମିତି ସେ ଭାରି ମାନେ ଅସୁବିଧାରେ ଅଛନ୍ତି ଏବଂ ତାଙ୍କ ପାଖରେ ଏତେ ପଇସା ନାହିଁ, ସେ 400 ଟଙ୍କା ମାତ୍ର ଦେଇପାରିବେ। ଆପଣ ସେଠି ଦୟା ପରବଶ ହେଇ ତାଙ୍କୁ 400 ଟଙ୍କା ଦେଇଦେବେ, 400 ଟଙ୍କାରେ ତାକୁ ଦେଇଦେବେ, ସେ ଜିନିଷ ନେଇଗଲେ। ବର୍ତ୍ତମାନ କଥା ହେଲା ସେଇ ଯୋଉ ଲୋକଟି ସିଏ ସତରେ ଅସୁବିଧାରେ ପଡିଥିଲା ନା ତାର ଚାତୁରୀ ଯୋଉ କ୍ଲେଭରନେସ୍, ଚତୁର ପୁଣିଆ ଦେଖେଇକିରି ଆପଣଙ୍କ ପାଖରୁ ସିଏ 400 ଟଙ୍କାରେ ତା କାମଟି କରେଇ ନେଇଗଲା। ଏଇଠି ଯୋଉମାନେ କିଛି ଗୋଟେ କାଟାଗୋରୀର ଲୋକ ଥାଆନ୍ତି ସେମାନେ କୁହନ୍ତି ମୁଁ ଦୟା ପରବଶ ହେଇ କଲି, ସିଏ ଯଦି ମତେ ଠକିଲା ସେଥିରେ ତାର ଦୋଷ ନା ହଉ, ତେଣୁ ମୁଁ ତ ନିଜେ ଠକି ହେଇନାହିଁ ନା। ଇଏ ଏକ ହଉଛି ଭ୍ରମ ଧାରଣା। କାରଣ ଯେତେବେଳେ ଆମେ ଅଗ୍ରଗତି କଥା କହୁଛେ, ଏଠି ଚେତନାର ଅଗ୍ରଗତି କଥା ଯେତେବେଳେ ପଡୁଛି ସେତେବେଳେ ଆଉ ଟିକେ ଅଧିକ ଗଭୀରକୁ ଯାଇକି ତାକୁ ଭାବିବାକୁ ପଡିବ ଆମକୁ। କଣ ନା ଆପଣ ଯେତେବେଳେ ତା ପ୍ରତି ଦୟା ପରବଶ ହେଲେ, ମନେ କରାଯାଉ ସେ ବ୍ୟକ୍ତି ସତରେ ନିଡି ଥିଲେ, ତାଙ୍କ ପାଖରେ ନଥିଲା, ତେବେ ସେଠି ଆପଣ ଯେତେବେଳେ 400 ଟଙ୍କାର ତାକୁ ଦେଲେ ତା ପାଇଁ କିଛି କାଂଶରେ ଦୟା ମାନେ ହେଲା ଏବଂ ସେ ତାଙ୍କର ଗଲେ। ଆପଣ ସେଥିରେ ଗୌରବାନ୍ୱିତ ମନେ କରିନାହାନ୍ତି, ଗର୍ବ ଅନୁଭବ କରିନାହାନ୍ତି। ଓକେ, ଚଳିବ। ଦ୍ୱିତୀୟ କଥା ହେଲା ଯଦି ସିଏ ଆପଣଙ୍କୁ ଚତୁରାମୀର ସହ ଆପଣଙ୍କ ସହିତ ଡିଲ୍ କରିଛି ଏବଂ ଆପଣ ତା ପ୍ରତି ଦୟା ପରବଶ ହେଇକିରି ଗୌରବାନ୍ୱିତ ମନେ କରିଛନ୍ତି, ବା ଆପଣ କହୁଛନ୍ତି ମୁଁ ଠକି ହେଇ ନାହିଁ, କିନ୍ତୁ ଆପଣ କଣ କରୁଛନ୍ତି ନା ବିଶ୍ୱର ଯୋଉ ଅଗ୍ରଗତିଶୀଳ ଯୋଉ ବିବର୍ତ୍ତନ ଧାରା ରହିଛି
ସେଥିରେ ଆପଣ ଗୋଟିଏ ବିରାଟ ପ୍ରତିବନ୍ଧକ ସାଜିଲେ। ଆପଣ ଜାଣିଶୁଣି କଣ କଲେ, ଜଣଙ୍କ ଭିତରେ ଯୋଉ କ୍ଲେଭରନେସ୍ ରହିଛି, ଅନ୍ୟକୁ ଠକିବାର ଯୋଉ ତା ଭିତରେ ପ୍ରବୃତ୍ତି ରହିଛି, ତାକୁ ଆପଣ ଜଳସିଞ୍ଚନ କଲେ, ଯାହା ଫଳରେ ସେଇ ପ୍ରବୃତ୍ତିଟା ତା ଭିତରେ ବଢିଲା। ତାମାନେ ସିଏ ଜାଣିଲା ଯେ ମୁଁ ଏମିତି ଚାତୁରୀ କରିକି ଠକି ଦେଇ ପାରିଲି, 450 ଟଙ୍କାଟି ମୁଁ 400 ଟଙ୍କାରେ କାମ କରେଇ ନେଇ ପାରିଲି, ବଳ ପାଇଗଲା, ସେ ଅନ୍ୟ ଜାଗାରେ ମଧ୍ୟ ଠକିବ, ଅନ୍ୟ ଜାଗାରେ ମଧ୍ୟ ତାର ସେ ଚାତୁରୀଟାକୁ ଦେଖେଇବ। ତାର ଅର୍ଥ ମା ଆମେ ପୂର୍ବରୁ ଆଲୋଚନା କରୁଥିଲେ, ମାତୃରଚନାବଳୀ 3ରେ ଆମେ ପଢିଲା ବେଳେ ପଢୁଥିଲେ, ସେଥିରେ ମା କହୁଛନ୍ତି କୌଣସି ଦୁଷ୍ଟ ବ୍ୟକ୍ତି ପ୍ରତି ଯଦି ଆପଣ ସମ୍ବେଦନଶୀଳ ହଉଛନ୍ତି, ତାର ଅର୍ଥ ହଉଛି ତା ଭିତରେ ଥିବା ଦୁଷ୍ଟ ପ୍ରବୃତ୍ତିକୁ ଆପଣ ବଢେଇବାରେ ସାହାଯ୍ୟ କରୁଛନ୍ତି। ତା ଅର୍ଥ ଆପଣ ବିଶ୍ୱ ଅଗ୍ରଗତିରେ ଗୋଟେ ବାଧା ସୃଷ୍ଟି କରୁଛନ୍ତି, ବିରୋଧୀ ଶକ୍ତିକୁ ଆପଣ ଖାଦ୍ୟ ଯୋଗାଇ ଦଉଛନ୍ତି। ତେଣୁ ଏଠି ସେଇଭଳି କଣ ହେଲା, ଆମେ ଯେତେବେଳେ ତାର ଠକାମିଟାକୁ ଚିହ୍ନି ପାରିଲେ ନାହିଁ, ସେଇଟା ଆମର ହଉଛି ଦୁର୍ବଳତା, ସେଇଟା ଆମର ବିରାଟ ସବଳତା ନୁହଁ। ତାକୁ ନେଇକି ଆପଣ ଗର୍ବ କରନ୍ତୁ ନାହିଁ, ଭାବନ୍ତୁ ନାହିଁ ଯେ ମୁଁ ଠକି ହେଲି ନାହିଁ, ମୁଁ ତ ବିଶ୍ୱାସ କରିଛି, ଇଏ ଏକ ଭ୍ରମ ଧାରଣା। ଆପଣଙ୍କୁ ଚିହ୍ନିବାକୁ ପଡିବ, ଚେତନାର ଉର୍ଦ୍ଧ୍ୱ ସ୍ତରକୁ ଯାଇକିରି ଆପଣଙ୍କୁ ଚିହ୍ନିବେ, କିନ୍ତୁ ତା ପ୍ରତି ଆପଣଙ୍କର କୌଣସି ପ୍ରକାରର ବିତୃଷ୍ଣା ଭାବ ଆସିବ ନାହିଁ, ବିରକ୍ତି ଭାବ ଆସିବ ନାହିଁ, କିନ୍ତୁ ଆପଣ ଚିହ୍ନିବା ଦରକାର ଏବଂ ସମତ୍ୱ ଭାବ ରଖି ତାକୁ ଆପଣ ବ୍ୟବହାର କରିବେ। ତେଣୁ ଆଉ ଆଉ ଯୋଉମାନେ ଏଇ ପ୍ରକାର କଥା କୁହନ୍ତି, ମା ଲେଖୁଛନ୍ତି, ଯୋଉମାନେ ନିଜର ଆପଣାର ବ୍ୟକ୍ତି ଆବେଗ, ନିଜର ଦୁର୍ବଳତାକୁ ଲୁଚେଇବା ପାଇଁ ଯୋଗ ସମ୍ବନ୍ଧୀୟ କଥା କାମରେ ଲଗାଉଥାନ୍ତି, ସେ ବ୍ୟକ୍ତିମାନେ ନିଜକୁ 2 ଗୁଣରେ ଠକନ୍ତି। ଆପଣାର ବାହ୍ୟ କାର୍ଯ୍ୟ ଗୁଡିକରେ ଓ ଅନ୍ୟମାନଙ୍କ ସହିତ ନିଜ ସମ୍ବନ୍ଧରେ, ଯୋଉଟା ଆମେ ଆଲୋଚନା କଲେ, ମାଙ୍କର ବାକ୍ୟଟି ଆମେ ପଢୁଛନ୍ତି, ଆପଣାର ବାହ୍ୟ କାର୍ଯ୍ୟ ଗୁଡିକରେ ଓ ଅନ୍ୟମାନଙ୍କ ସହିତ ନିଜର ସମ୍ବନ୍ଧରେ ଯେ ନିଜକୁ ପ୍ରତାରିତ କରୁଥାନ୍ତି ତା ନୁହେଁ, ମାତ୍ର ଆପଣାର ବ୍ୟକ୍ତିଗତ ଗତିସ୍ପନ୍ଦନର କ୍ଷେତ୍ରରେ ମଧ୍ୟ ଆପଣାକୁ ପ୍ରତାରିତ କରିବାରେ ଲାଗିଥାନ୍ତି। ବାହାରେ ବି ଆପଣ ପ୍ରତାରିତ କରୁଛନ୍ତି, ଏପଟରେ ନିଜକୁ ନିଜେ ନିଜ ଗତିସ୍ପନ୍ଦନକୁ ମଧ୍ୟ ପ୍ରତାରିତ କରୁଛନ୍ତି। ଦିବ୍ୟ ପରମ ସତ୍ତାଙ୍କର ପରିକର ହୋଇ ରହିବା ପରିବର୍ତ୍ତେ ସେମାନେ ନିଜ ଅହଂକାର ହିଁ ପରିଚର୍ଯା କରୁଥାନ୍ତି। ଦେଖନ୍ତୁ, ଏଇଟା ଆମ ଭାଷା ନୁହଁ, ମୋ ଭାଷା ନୁହଁ, ମା ଲେଖୁଛନ୍ତି, ଯୋଉ ବ୍ୟକ୍ତି ଏଇଭଳିଆ କରେ ସିଏ ଅହଂର ପରିଚର୍ଯା କରୁଥାଏ। ଦେଖନ୍ତୁ, ଅହଂର ଇଏ ଆଉ ଗୋଟିଏ ରୂପ, ଇଏ ଆଉ ଗୋଟିଏ ରୂପ ଅହଂର, ଯେ କଣ, ମୁଁ ଯୋଉ ନିଜର ବ୍ୟକ୍ତିଗତ ଆବେଗ ଦୁର୍ବଳତାକୁ ଲୁଚେଇବା ପାଇଁ ଯୋଉ ବ୍ୟବହାର କରୁଛି ଯୋଗ ସମ୍ବନ୍ଧୀୟ କଥା, ସେତେବେଳେ କଣ ହଉଛି, ପ୍ରକୃତରେ ମୁଁ ଅହଂର ପରିଚର୍ଯା କରୁଛି। ଏବଂ ଏହିପରି ସତତ ସତତ ହିଁ ଘଟିବାରେ ଲାଗିଥାଏ, ମାନେ ସତତ ସତତ 2 ଥର କହୁଛନ୍ତି, ଯେ ବାରମ୍ବାର ଏ ଘଟଣା ଘଟିଥାଏ। ସେମାନେ ନିଜ ବ୍ୟକ୍ତିତ୍ୱଟିର ହିଁ ପରିଚର୍ଯା କରନ୍ତି, ହେଲା, ନିଜ ବ୍ୟକ୍ତିତ୍ୱଟିର ହିଁ ପରିଚର୍ଯା କରନ୍ତି, ସ୍ୱ ଅହଂର ସେବା ଖଟନ୍ତି ଏବଂ ଈଶ୍ୱରଙ୍କର ସେବା କରୁଛନ୍ତି ବୋଲି ଛଳନା କରୁଥାନ୍ତି। ସେତେବେଳେ ତାହାକୁ କେବଳ ଆତ୍ମ ପ୍ରବଞ୍ଚନା କହିଲେ ଆଦୌ ଯଥେଷ୍ଟ ହେବ ନାହିଁ, ତାହାକୁ କପଟ ଆଚରଣ ବୋଲି କୁହାଯିବ। ମା ତାକୁ ନୂଆ ରୂପ ନୂଆ ନାଁ ଦେଲେ। ମା କହିଲେ ଏଇଟା କେବଳ ନିଜକୁ ଠକିବା ନୁହଁ, ଏଇଟା ହଉଛି କପଟ ଆଚରଣ। ନାଇଁ ରେ, ମୁଁ କଣ କହୁଥିଲି କି ଇଏ ହଉଛି କପଟ ଆଚରଣ। ମାନେ କଣ, ମୁंह में राम नाम बगल में छुरा। ତାମାନେ ଆମେ କେବଳ ଭାବୁଛୁ ସତରେ ଛୁରୀ ରଖିଥିଲେ ଛୁରା। ଏଠି ଦେଖନ୍ତୁ, ଏଠି ଆଉ ଗୋଟେ ଦିଗ କହୁଛନ୍ତି, ନିଜର ଦୁର୍ବଳତାଟାକୁ ଲୁଚେଇବା ପାଇଁ ଆମେ ଯୋଉ ବାକ୍ୟ ପ୍ରୟୋଗ କରୁଛୁ, ଯୋଗ ସମ୍ବନ୍ଧୀୟ କଥାକୁ ବ୍ୟବହାର କରୁଛୁ, ଏଇଟା ହଉଛି କପଟ ଆଚରଣ। ଯାବତୀୟ ବିଷୟକୁ ସର୍ବଦା ଏକ ଅନୁକୂଳ ଆବରଣ ପିନ୍ଧାଇ ଦେଇ ମା ପୁରା କେତେ ଗଭୀର ଭାବରେ କହୁଛନ୍ତି, ଦେଖନ୍ତୁ, ଯାବତୀୟ ବିଷୟକୁ ସର୍ବଦା ଏକ ଅନୁକୂଳ ଆବରଣ ପିନ୍ଧାଇ ଦେଇ ଦେଖାଇବାର ଯେଉଁ ମାନସିକ ଅଭ୍ୟାସଟି ରହିଥାଏ, ଯାବତୀୟ କଥାକୁ ଅନୁକୂଳ ଭାବରେ ବ୍ୟାଖ୍ୟା କରିବାର ଯେଉଁ ପ୍ରବୃତ୍ତି ରହିଥାଏ,
बेले बेले ताहाकू भारी दक्षतार सहित करा जाए सेते बेले बेले ताहाकू अति दक्षतार सहित करा जाए से मानकू आपण चिन्हि परिबे नै इते दक्षतार सहित से माने करिथांती मात्र आउ बेले बेले जो ताहा एते बेसी अमार्जित होई पड़े जे सेते बेले तद्वारा केवल निज व्यतीत आउ अन्य केही मोटे प्रतारित हुअंती नै मा कहउछन एमती भी समय आसे से माने केवल निजକୁ ନିଜେ ହିଁ ठकନ୍ତି ता व्यतीत अन्य माने के ठकी हुअंती नै एही अभ्यासटी हेउची आपणाकू जावतीय क्षेत्र रे क्षमा करि देबार अभ्यास एठी देखंतु देखंतु मन भितरु एक अनुकूल कैफियत बाहर करी थोई देबार अभ्यास जणे जहा करूची जहा कहूची जहा अनुभव करूची ताहाकू समर्थन जणाउथिबा एक कैफत आनी बाड़ी देबार अभ्यास सेति पय कहे केबे भी कौनसी कार्य रे भी निजे केबे एक्सक्यूज नेबे नाही कौनसी प्रकारर भूल कौनसी प्रकारर दुर्बलता कौनसी प्रकारर घटना घटी जो थे कि मु पारी नाही ता पई एक्सक्यूज मागिबा अर्थ आपण निजको निजे ठकुचन एठी मा कहउचंदी आपणाकू जावतीय क्षेत्र रे क्षमा करि देबार अभ्यास मन भितरु एक अनुकूल कैफियत बाहर करी थोई देबार अभ्यास आमे सांगे सांगे मन बढ़िया सुंदर सुंदर कैफियत दे दो हाँ एटा एमिति हेतिला सेमिति हेतिला निजको निजको ठकिबार ये गोटे अभ्यास आ गोटा कहउचंदी जणे जहा करूची जहा कहूची जहा अनुभव करूची ताहाकू समर्थन जणाइबा एक जणाउथिबा एक कैफियत आनी बाड़ी देबार अभ्यास मा उदाहरण दउचिन उदाहरण स्वरूप जो मानकर निज उपरे कौनसी नियंत्रण शक्ति न थाए एवं क्रोध द्वारा प्रणोदित होई जो माने आउ जनक गालारे जाई चटकणा बसाई दियंती सेमाने तो हुए तो भगवान ताहाकू भगवान कर एक क्रोध बोली वर्णना करी बाहरिबे निज ऊपर नियंत्रण नाही अन्य गोटे चापड़ा मारी देइछंती किंतु सेतबे से कहबे एटा होची दिव्य क्रोध एटी भगवान मो मते मते जंत्र करी तुमको गोटे चापुड़ा टे मारिले यह प्रकृत रे भारी भारी आश्चर्यर कथा आत्म प्रतारणार यही शक्ति जे कौनसी अज्ञान और जे कौनसी निर्बोधता पाई एक चमत्कार जुक्ति आनी बाड़ी देबार मनर यही पारंगमता एपरी एक अभिज्ञता जे मझिरे मझिरे क्वचित हुए से कथा आदौ नुहे यह एपरी गोटे कथा जहां कि तुम्हें प्रत्येक मुहूर्त रे ही अनुभव करि परिबो एकता थरे अधे नुह माँ कहउचंदी आमे टिकनिक करी जदि देखिबा तेबे प्रत्येक मुहूर्त रे आमे अनुभव करि परिबा जे आम भितरे सेटा केमती परिप्रकाश होउची एवं अन्य मानक मध्य रे ही तुमे यही कथा को अपेक्षाकृत अधिक सहज रे देखि था माँ कहउचंदी एटा अन्य मान क्षेत्र रे तुमे बहुत सहज रे देखता मात्र तुमे आपणा मध्य को निबिड़ भाव रे देखि शिखिब तेबे निजको हजार बार यही दोष रे दोषी होतिबार तुमे देखिबा को पाइबो आमे टिके टिके कथा रे जो एक्सक्यूज मागे नउचू ए सब होची तारी परिणाम जो कथारी माँ कहउचंदी एगुडा को आम भितरे रहिछि तेणु जदि तुमे आपणा मध्य को निबिड़ भाव रे देखि शिखिब तेबे निजको हजार बार यही दोष रे दोषी होतिबार तुमे देखिबा को पाइबो एवं किंचित आसक्त भाव रे आपणा आड़कू अवलोकन करी मात्र यह कदापि ठीक सही कथा नुह एटा को माँ बोल्ड करी कहउचंती जदि निज भीतर को देखिबो आमे अनेक थर हजार थर से गुडाक करूचु तापर कहउचंती जदि आमे किंचित आसक्त भाव रे रु मुक्त हेकरी आपणा आड़कू अवलोकन करिबा एवं कहवा यह कदापि ठीक सही कथा नुह बोली कहूथिबार देखिबा को निश्चय तमे पाइबो पुनश्च तुमर प्रतिवेशी ताहाकू जेउ भली दृष्टि रे देखुथिबो तुमे निजे केबे हेले ताहाकू सेपरी देखु भी नथिबो आमे जेमिति अन्य मानकू देखुचु माँ कहउचंती तुमे सेतिकी
ନିଷ୍ଠାପର ସହକାରେ ନିଜକୁ ଦେଖ, ତେବେ ତୁମେ ଦେଖିବ ଯେ ଆମେ 1000 ବାର ସେଇ ଭୁଲ କରୁଛୁ ଏବଂ ନିଜେ ଯୁକ୍ତି ବାଢୁଛୁ, ନିଜ ସପକ୍ଷରେ ନିଜକୁ ଠକୁଛୁ ଏବଂ ତାପରେ କହୁଛନ୍ତି ପ୍ରତିବେଶୀ ତୁମକୁ ଯେଉଁଭଳି ଦୃଷ୍ଟିରେ ଦେଖୁଥିବେ ତୁମେ ନିଜେ କେବେ ହେଲେ ସେପରି ତୁମେ ଦେଖୁନଥିବ। କାହିଁକିନା ସେମାନେ, ଆମେ ଯେମିତି ଅନ୍ୟକୁ ବିଚାର କରୁଛୁ ସେମାନେ ଆମକୁ ସେମିତି ବିଚାର କରନ୍ତି। ତେଣୁ ମା କହୁଛନ୍ତି ତୁମେ ନିଜକୁ ସେଇଭଳି ଭାବରେ ଆହୁରି ତନ୍ନ ତନ୍ନ କରି ବିଚାର କର। ତାହେଲେ ଆମେ ଦେଖିବା ଯେ ଆମେ ନିଜକୁ ନିଜେ କେତେ ଠକୁଛୁ। ଆମ ନିଜର ଅଗ୍ରଗତି ପାଇଁ ଆମେ ନିଜେ ହିଁ କେମିତି ବାଧକ ହେଇକି ଠିଆ ହେଇଛୁ। ଏ ଥିଲା ଜ୍ଞାନ 51 ମା। ଯଦି କାହାର କିଛି ପ୍ରଶ୍ନ ବା କିଛି କଥା କହିବାକୁ ଥାଏ କହିପାରନ୍ତି ମା। ମା, thank you all over.